କିପରି ହୋଇଥିଲା ନାଗଙ୍କର ଉତ୍ପତ୍ତି ଜାଣନ୍ତୁ। ପୁରାଣରେ ବର୍ଣ୍ଣିତ ଥିବା ନାଗ ବଂଶର ଉତ୍ପତ୍ତିର ରହସ୍ୟ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ନାଗ ସାପକୁ ପୂଜା କରାଯାଇଥାଏ। ଆସ୍ତିକ ମୁନିର ନାମ ନେଲେ ନାଗ କାମୁଡ଼ି ନଥାଏ। କ'ଣ ଆପଣ ଏହାର କାରଣ ବିଷୟରେ ଜାଣିଛନ୍ତି? ନାଗ କ'ଣ? ଆଜି ଆମେ ଆପଣମାନଙ୍କୁ ନାଗ ପଞ୍ଚମୀ ସହିତ ଜଡ଼ିତ ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଏହାର ବିଷୟରେ। ବନ୍ଧୁଗଣ, ବର୍ଷକୁ ଥରେ ନାଗପଞ୍ଚମୀ ବର୍ଷ ଆସିଥାଏ। ଏହି ପର୍ବରେ ଲୋକମାନେ ନିଜ କୁଣ୍ଡଳୀ ଦୋଷ ଓ ସମସ୍ୟାକୁ ଦୂର କରିବା ପାଇଁ ନାଗ ଦେବତାଙ୍କୁ ପୂଜା କରିଥାନ୍ତି। ହିନ୍ଦୁ ଧର୍ମରେ ନାଗକୁ ଦେବତାର ଉପାଧି ଦିଆଯାଇଛି ଏବଂ ନାଗ ପୂଜା ମଧ୍ୟ କରାଯାଇଥାଏ। ସାପ ହେଉଛି ଏକ ଏମିତି ପ୍ରାଣୀ ଯିଏକି ଲୋକମାନଙ୍କ ଆକର୍ଷଣରେ ଏକ ଗ୍ରନ୍ଥରେ ନାଗ ସମ୍ବନ୍ଧିତ ତଥ୍ୟ ପଢ଼ିବାକୁ ମିଳିଥାଏ। ହେଲେ ମହାଭାରତରେ ଆଦି ପର୍ବରେ ନାଗ ଉତ୍ପତ୍ତି ବିଷୟରେ ବର୍ଣ୍ଣନା ହୋଇଛି। ମହାଭାରତ ଅନୁସାରେ ମହର୍ଷି କଶ୍ୟପଙ୍କର 13ଟି ପତ୍ନୀ ଥିଲେ। ସେଥିମଧ୍ୟରୁ କଦରୁ ମଧ୍ୟ ଜଣେ ଥିଲେ। କଦରୁ ମହର୍ଷିଙ୍କର ବହୁତ ସେବା କରିଥିଲେ, ଯାହାଫଳରେ ମହର୍ଷି ପ୍ରସନ୍ନ ହୋଇ ତାଙ୍କୁ ବରଦାନ ମାଗିବା ପାଇଁ କହିଥିଲେ। କଦରୁ କହିଥିଲେ, ମୁଁ 1000 ତପସ୍ୱୀ ନାଗଙ୍କର ମାତା ହେବା ପାଇଁ ଯାଉଛି। ଏହା ଶୁଣି ମହର୍ଷି ବରଦାନ ଦେଇଥିଲେ। ଏହାପରେ ନାଗ ବଂଶର ଉତ୍ପତ୍ତି ହୋଇଥିଲା। ମହର୍ଷିଙ୍କର ଅନ୍ୟ ଏକ ପତ୍ନୀ ଥିଲେ, ଯାହାର ନାମ ହେଉଛି ବିନତା। ପକ୍ଷୀ ଦିନେ ଗରୁଡ଼ ହିଁ ବିନତାଙ୍କର ପୁତ୍ର ଅଟନ୍ତି। ହେଲେ କଦରୁ କହିଲେ ଏହି ଘୋଡ଼ାର ଲାଞ୍ଜ କଳା ଅଟେ। ହେଲେ ବିନତା କହିଲେ ସେହି ଘୋଡ଼ାର ଲାଞ୍ଜ ରଙ୍ଗ ହେଉଛି ଧଳା। ଏହି କଥା ପାଇଁ ସେହି ଦୁଇଜଣଙ୍କ ମଧ୍ୟରେ ସର୍ତ୍ତ ଲାଗିଥିଲା। ସେତେବେଳେ କଦରୁ ନିଜ ନାଗପୁତ୍ର ସେମାନଙ୍କୁ କହିଲେ ଯେ ନିଜର ଆକାରକୁ ଛୋଟ କରି ଘୋଡ଼ା ଲାଞ୍ଜରେ ଲାଗିଯାଆନ୍ତୁ, ଯାହାଫଳରେ ସେହି ଲାଞ୍ଜ କଳା ନିଜ ଆସିବ ଓ ସେ ସେହି ସର୍ତ୍ତକୁ ଜିତିଯିବେ। ହେଲେ ସେହି ସାପଗୁଡ଼ିକ ଏହା କରିବା ପାଇଁ ମନା କରିଦେଲେ, ଯାହାଫଳରେ କଦରୁ କ୍ରୋଧରେ ସାପମାନଙ୍କୁ ଅଭିଶାପ ଦେଲେ। କହିଲେ, ତୁମେମାନେ ଜନ୍ମଜୟ ଯଜ୍ଞରେ ଭସ୍ମ ହୋଇଯିବ। ଅଭିଶାପ ଭୟରେ ସାପମାନେ ଘୋଡ଼ା ଲାଞ୍ଜରେ ଲାଗି ଯାଇଥିଲେ, ଯାହାଫଳରେ ବିନତା ଏହି ସର୍ତ୍ତକୁ ହାରି କଦରୁଙ୍କର ଦାସୀ ହୋଇଗଲେ। ବନ୍ଧୁଗଣ, ଏହା ଥିଲା ମହାଭାରତର ଆଦି ପର୍ବରେ ରଚିତ ନାଗ ଉତ୍ପତ୍ତିର ବିଶେଷତ୍ୱ। ଏହିପରି ଭାବରେ ନାଗଙ୍କର ଜୀବ ଦୁଇ ଫାଳ କାହିଁକି ଅଟେ? ଯେତେବେଳେ ଗରୁଡ଼ଙ୍କୁ ଜଣାପଡ଼ିଲା କି ତାଙ୍କ ମା ଦାସୀ ହୋଇ ଯାଉଛନ୍ତି, ତେବେ ସେ କଦୁ ଏବଂ ତାଙ୍କର ସର୍ପ ପୁତ୍ରମାନଙ୍କୁ ପଚାରିଲେ କି ତୁମକୁ ମୁଁ ଏମିତି କେଉଁ ବସ୍ତୁ ଆଣିଦେବି ଯାହା ଦ୍ୱାରା ମୋ ମାଙ୍କ ଓ ତୁମର ଦାସତ୍ୱ। ସେତେବେଳେ ସର୍ପମାନେ କହିଲେ କି ତୁମେ ଆମକୁ ସ୍ୱର୍ଗରୁ ଅମୃତ ଆଣିଦିଅ। ନିଜ ପରାକ୍ରମ ଦ୍ୱାରା ଗରୁଡ଼ ସ୍ୱର୍ଗରୁ ଅମୃତ କଳସ ନେଇ ଆସିଲେ ଓ ଏକ ପ୍ରକାରର ଧାର ବାଲା ଘାସ ଉପରେ ରଖିଦେଲେ। ଅମୃତ ପିଇବା ପୂର୍ବରୁ ସେତେବେଳେ ସର୍ପମାନେ ସ୍ନାନ କରିବାକୁ ଗଲେ। ସେତେବେଳେ ଦେବରାଜ ଇନ୍ଦ୍ର ଅମୃତ କଳସ ପୂର୍ଣ୍ଣ ସ୍ୱର୍ଗକୁ ନେଇଗଲେ। ଏହା ଦେଖି ସର୍ପମାନେ ଘାସ କାଟିବା ଆରମ୍ଭ କରିଦେଲେ। ସେମାନେ ଭାବିଲେ ଘାସ ଉପରେ ଅମୃତର କିଛି ଅଂଶ ନିଶ୍ଚୟ ପଡ଼ିଥିବ। ଏମିତି କରିବା ଦ୍ୱାରା ତାଙ୍କର ଜୀବ ଦୁଇ ଫାଳ ହୋଇଯାଇଥିଲା। ତ ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଛି